ଆଜି 2026 ମାଘ ମାସ ଶୁକ୍ଳ ପଞ୍ଚମୀ ସରସ୍ୱତୀ ପୂଜାରେ ମୋର ସର୍ବସାଧାରଣ ଜନତାମାନଙ୍କୁ ଓଡ଼ିଶାବାସୀଙ୍କୁ ନମସ୍କାର। କହିବା କଥା, ଏହି ଦିନଟି ଏତେ ସୁନ୍ଦର ଦିନ ଯେ ବସନ୍ତ ଋତୁ ବା ଯାହା ବସନ୍ତ ପଞ୍ଚମୀ ସରସ୍ୱତୀ ପୂଜା କୁହନ୍ତି। ଏହି ଦିନେ ବିଦ୍ୟା ଅଧ୍ୟୟନ କରାଯାଏ, ସଙ୍ଗୀତ ଅଧ୍ୟୟନ କରାଯାଏ, ମଠ ମନ୍ଦିର ଗୃହ ଆରମ୍ଭ କରାଯାଏ, ଛାତ ପକାଯାଏ, ଘରକୁ ଗୃହ ପ୍ରବେଶ କରାଯାଏ। ଏହି ଦିନରେ ଯିଏ ଜନ୍ମ ନିଅନ୍ତି ସେ ବହୁତ ଗୋଟିଏ କଳାକାର ବା ବାଗ୍ଦେବୀର ଅଂଶ ନେଇକି ସେ ଜନ୍ମ ହୁଅନ୍ତି। ଏହି ଦିନେ ଯିଏ ମୃତ୍ୟୁବରଣ କରନ୍ତି, ଏହି ବସନ୍ତ ପଞ୍ଚମୀ ସୂର୍ଯ୍ୟ ଉତ୍ତରାୟଣ ହୋଇଥାଏ, ସେ ଲୋକ ଆଉ ଏ ଧରାଧାମକୁ ଫେରନ୍ତି ନାହିଁ। ସେ ଯମଭୁବନକୁ ନ ଯାଇ ସ୍ୱର୍ଗଧାମକୁ ଯାଆନ୍ତି। ଏହି ଦିନଟି ଆମମାନଙ୍କ ପାଇଁ ଏତେ ବଡ଼ ଦିନ ଯେ ପୁଷ୍ପରେ ବିଛେ ହୋଇ ମା'କୁ ଫୁଲରେ ଅଞ୍ଜଳି ଦିଆଯାଏ। କାରଣ ବିଦ୍ୟାର୍ଥୀମାନେ କୁହନ୍ତି, ପୁଷ୍ପ ଭଳି ଆମ ଜୀବନ ମା ହୋଇଯାଉ। ବୀଣାଧାରୀମାନେ କୁହନ୍ତି, ଆମର ଗୀତ ସ୍ୱର ସମସ୍ତଙ୍କୁ ପୁଷ୍ପ ଭଳି ସୁବାସିତ କରିଦେଉ। ଏହି ଦିନରେ ମୁଁ ଆଉ ଥରେ ଦେଶବାସୀମାନଙ୍କୁ ନମସ୍କାର। କାରଣ ଆମେ ଆସିଥାନ୍ତି ଇହ ଧାମକୁ, ତ୍ୟାଗ କଲାବେଳେ ଲୋକ କୁହନ୍ତି, ଆସିଛୁ ଲଙ୍ଗଳା ଯିବୁ ଲଙ୍ଗଳା। କିନ୍ତୁ ଆମେ ଲଙ୍ଗଳା ହୋଇ ଯାଆନ୍ତି ନାହିଁ। ଖଣ୍ଡେ ବସ୍ତ୍ର ଧଳାରେ ଆମ ଉପରେ ପଡ଼ିଥାଏ। ସେଥିପାଇଁ ଆଲେକଜାଣ୍ଡାର କହିଛନ୍ତି, ମୋତେ ଯେତେବେଳେ ମଶାଣିକୁ ନେବ, ମୋର ହାତ ଦୁଇ ଝୁଲାଇ ନ ଦେବ। କାରଣ ଯେଉଁ ଧଳା ବସ୍ତ୍ର ଖଣ୍ଡିକ ମୋ ଉପରେ ଘୋଡ଼େଇ ଦେଇଥିବ, କାଳେ ଲୋକ ଭାବିବେ ମୁଁ କିଛି ଲୁଚେଇ ନେଇଯାଇଛି। ସେଥିପାଇଁ ମୋ ହାତ ଦିଟାକୁ ଝୁଲେଇ ଦବ। ମଶାଣିକୁ ଯେତେବେଳେ ମୋତେ ନେବ, ମୋ ହାତ ଦିଟା ମୁଁ କିଛି ନେଉନାହିଁ ଭାବି ମୋ ହାତ ଦିଟା ଝୁଲୁଥିବ। ଆମେ କିଛି ନିଅନ୍ତି ନାହିଁ ସତ, କିନ୍ତୁ ଆମେ କ'ଣ କରନ୍ତି କି ହରିନାମର ଗଣ୍ଠିଧନ, ସେଇ ଗଣ୍ଠିଧନ ଆମର ମାଳା ହୋଇଯାଆନ୍ତା। ଆମେ ବା ଧନ ଲୋଭରେ ପଡ଼ି ଏତେ ଆମେ ହୋଇଯାଆନ୍ତି ଯେ ବିଷାକ୍ତ, ସବୁବେଳେ ଧନ ଧନ ସୁନା ରୂପା ପଛରେ ଗୋଡ଼େଇ ଯାଆନ୍ତି। ଯଦି ଆମେ ଏହି ଦିନରେ ସମସ୍ତେ ଏକା ସାଙ୍ଗରେ କହି ଉଠିବା, ସତ୍ୟ ହିଁ ଧର୍ମ, ଧର୍ମ ହିଁ କର୍ମ, ଆମେ ଏହାକୁ ମାନିକି ଚଳିବା, ତାହେଲେ ଆମର ଜଗତ, ଆମର ସନାତନ ଧର୍ମ ଦିନେ ସନାତନୀ ମାର୍ଗରେ ଯାଇ ଆମକୁ ସତ୍ପଥରେ ଗୁରୁଙ୍କ ଆଶ୍ରିତ କରି ସୁପଥ କାମନା ଆମର ନିଶ୍ଚିନ୍ତ କରନ୍ତେ। ଆମେ ବି ସମସ୍ତେ ଏହି ଦିନରେ ଯାତ୍ରୀ ହୁଅନ୍ତେ, ଆଉ ଆମ ପାଇଁ ମଙ୍ଗଳକର ହୁଅନ୍ତା। ଆସ ସମସ୍ତେ ଏକ ସ୍ୱରରେ କହିବା ଯେ ଆମେ କଳିର କଳୁଷକୁ ହଟାଇ ଏହି ପବିତ୍ର ସରସ୍ୱତୀ ପୂଜା ବା ବୀଣା ଦାୟିନୀ ଦିନରେ ଆମେ ସମସ୍ତେ ପୁଷ୍ପିତ ହୋଇ ଉଠିବା। ନମସ୍କାର।